नमस्कार। आकाशवाणी कटक आंचलिक संवाद पढ़ुछंती सत्यव्रत बेहुरा। प्रधानमंत्री नरेंद्र मोदी तीनिदिनिया ओडिशा गस्तरे आसी गत संध्यारे दलीय कार्यालय सांसद विधायक और मंत्री मानक सह नवगठित बीजेपी सरकार और विभिन्न प्रसंग उपरे आलोचना करिसेंती। आलोचना काल में केन्द्रमंत्री जुएल ओराम, धर्मेन्द्र प्रधान, अश्विनी वैष्णव, मुख्यमंत्री मोहन चरण माझी समेत अन्य वरिष्ठ नेता माने उपस्थित थिले। बैठक पर प्रधानमंत्री दलीय नेतांक सह रात्रि भोजन करथिले। या पूर्वरु प्रधानमंत्री श्री मोदी भुवनेश्वर विमान बंदर निकटरे एक जनसभा को संबोधित करथिले। एनडीए सरकार अमल ओडिशार विकास त्वरान्वित होईछि एवं आगामी दिन में ओडिशा विश्वस्तर में आकर्षणर केन्द्रबिंदु पलटिब बोली प्रधानमंत्री कहिथिले। राज्य लोकसेवा भवन में आरंभ होइथिबा पुलिस महानिर्देशक सम्मेलन में प्रधानमंत्री आज और आसंता काली जोग देबे। आसंता काली अपराह्न प्रधानमंत्री दिल्ली प्रत्यावर्तन करिवार कार्यक्रम रहिछि। तीनोटी नुआ अपराधिक आईन द्वारा देशर अपराधिक न्याय प्रणाली दंड परिवर्ते न्याय केन्द्रित होइछि बोली स्वराष्ट्र मंत्री अमित शाह कहिसंती। गतकाली भुवनेश्वर में 59तम पुलिस महानिर्देशकों सम्मेलन को उद्घाटन करी श्री शाह कहिसंती 2047 मसीहा सुद्धा भारत को एक संपूर्ण विकसित राष्ट्र एवं 2027 मसीहा सुद्धा विश्वर तृतीय सर्वबृहत अर्थव्यवस्था परिणत करने लगी सुरक्षा प्रतिष्ठान गुड़िकर भूमिका अत्यंत गुरुत्वपूर्ण। यह अवसर में श्री शाह शून्य सहनशील नीति कार्य करने पदक्षेप नेबाकू आह्वान देइथिले। ଏହି ତିନିଦିନିଆ ସମ୍ମିଳନୀର ପ୍ରଥମ ଦିନରେ ଗୁଇନ୍ଦା ବ୍ୟୁରୋର ଅଧିକାରୀମାନଙ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀ ପୁଲିସ ପଦକ ପ୍ରଦାନ କରିବା ସହ ର୍ୟାଙ୍କିଙ୍ଗ ଅଫ୍ ପୋଲିସ ଷ୍ଟେସନ୍ସ ପୁସ୍ତିକା ଉନ୍ମୋଚନ କରିଥିଲେ। ଏଥିରେ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା ଭାବେ ରାଜ୍ୟର ଗଞ୍ଜାମ ଜିଲ୍ଲାର ପାଟପୁର ଥାନାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ପୁରସ୍କୃତ କରିଥିଲେ। ଅପରାଧ ହାର, ତଦନ୍ତ, ମାମଲା ସମାଧାନ ଏବଂ ଗୁଣାତ୍ମକ ସେବା ପ୍ରଦାନ କରି ବିଭିନ୍ନ ମାନଦଣ୍ଡ ଆଧାରରେ ପାଟପୁର ଥାନାକୁ ଏହି ପୁରସ୍କାର ମିଳିଛି। थाना अधिकारी सब्यसाची मल्ल केन्द्रमंत्री प्रशंसापत्र और पुरस्कार ग्रहण करथिले। भुवनेश्वर लोकसेवा भवन में आयोजित यह सम्मेलन में आज और आसंता काली प्रधानमंत्री नरेंद्र मोदी उपस्थित रहिबे। बैठक में वरिष्ठ सुरक्षा अधिकारी मानक सहित प्रधानमंत्री और स्वराष्ट्रमंत्री विभिन्न सुरक्षा संबंधी प्रसंग उपरे आलोचना करिवे। एथिरे वामपंथी उग्रवाद, उपकूल सुरक्षा, निशाद्रव्य कारोबार, साइबर अपराध एवं आर्थिक सुरक्षा प्रभृति प्रसंग उपरे आलोचना करा जाई रूपरेख प्रस्तुत करा जिवो। बैठक में तीनोटी नूतन आपराधिक आईन कार्यकारिता एवं पुलिस व्यवस्था सह जड़ित केतक विषय मध्य समीक्षा करा जिबार कार्यक्रम रहिछि। राष्ट्रपति पुलिस पदक पाइथिबा अधिकारी माननकु सम्मेलन में पुरस्कृत करा जिवो बोली सूचना मिलिछि। ଏହି ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ମୁଖ୍ୟ ଏବଂ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକର ମୁଖ୍ୟମାନେ ଯୋଗ ଦେଇଛନ୍ତି। ଆଭାସୀ ମାଧ୍ୟମରେ ସାରା ଦେଶରୁ ଅନେକ ପୋଲିସ ଅଧିକାରୀମାନେ ଅଂଶଗ୍ରହଣ କରୁଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ 3 ଦିନ ବ୍ୟାପୀ ମହାପ୍ରଭୁଙ୍କ ଦେବ ଦୀପାବଳି ନୀତି ଅନୁଷ୍ଠିତ ହେବ। ଏହି 3 ଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ପ୍ରଦାନ କରିବାର ବିଧି ରହିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଏବଂ ଶୁକ୍ଳ ପ୍ରତିପଦା ତିଥିରେ ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଲୋକକଳା ମହାକୁମ୍ଭ ନୃତ୍ୟ ସଙ୍ଗମ ଉଦ୍ଘାଟିତ ହୋଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ, ରାଜ୍ୟ ସରକାର ଓ ପ୍ରତିଭା ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଉଦ୍ଘାଟନ କରିଥିଲେ। ଏହିଭଳି କାର୍ଯ୍ୟକ୍ରମ ଲୁପ୍ତପ୍ରାୟ ଲୋକକଳା ଓ ଲୋକସଂସ୍କୃତିକୁ ଉଜ୍ଜୀବିତ ରଖିବାରେ ସହାୟକ ହେବ ବୋଲି ସେ କହିଥିଲେ। ଏହି ଅବସରରେ ବିଭିନ୍ନ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁର ରେଳ ଷ୍ଟେସନ ପରିସରରେ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ଲାଟଫର୍ମର ଉନ୍ନତି ସମେତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଗମ୍ଭୀରଗୁଡ଼ା ପଞ୍ଚାୟତ ଖଇରଭାଡ଼ି ଗାଁରେ ପାଣିରେ ଫ୍ଲୋରାଇଡ୍ ପରିମାଣ ଅଧିକ ଥିବା ଜଣାପଡ଼ିଛି। ସମ୍ପୃକ୍ତ ଗାଁର 3ଟି ସାହିରେ ଥିବା 12ଟି ନଳକୂପର ପାଣି ଆଦୌ ପିଇବା ଯୋଗ୍ୟ ନଥିବା ପରୀକ୍ଷାରେ ସ୍ପଷ୍ଟ ହୋଇଛି। ତେବେ ଫ୍ଲୋରାଇଡ୍ ମୁକ୍ତ ବିଶୁଦ୍ଧ ପାନୀୟ ଜଳ ଏହି ସମସ୍ୟାରୁ ରକ୍ଷା କରିପାରିବ ବୋଲି ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନବକିଶୋର ବେହେରା ସୂଚନା ଦେଇଛନ୍ତି।
ପୁରୀ ବେଳାଭୂମିରେ ଅନୁଷ୍ଠିତ ଚତୁର୍ଥ ୱାକୋ ଓଡ଼ିଶା ରାଜ୍ୟ ଉଚ୍ଚ ସମ୍ପାଦନା ସ୍ତରୀୟ ଆମେଚିଓର କିକ୍ ବକ୍ସିଂ ପ୍ରଶିକ୍ଷଣ ଶିବିରରେ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ସଂଘର 33 ଜଣ ଖେଳାଳି ଭାଗ ନେଇଥିଲେ। ଏହି ଶିବିରରେ 9 ଜଣ ଓଡ଼ିଶା କିକ୍ ବକ୍ସିଂ ପ୍ରଶିକ୍ଷକ ଭାବେ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡ଼ିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2ଟା 32 ମିନିଟ୍ରେ।